ଭାରତ ମାତାଙ୍କ ପିତା ମାତା ଦେଶବାସୀ ସମସ୍ତଙ୍କୁ ମୋର ପ୍ରଣାମ। 17 ଅଧ୍ୟାୟର କମେଶ୍ୱର। ଭାରତ ମାତାଙ୍କ ଆଦି ମାନବ ଜାତି ଆଦିମ ଆଦିବାସୀ ନିଜସ୍ୱ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ଜାତି ଧର୍ମ ସମାଜ ଇତ୍ୟାଦି ଭୁଲି ଯାଇଛନ୍ତି। ଏହାର ମୁଖ୍ୟ କାରଣ ହେଲା ଏମାନେ ଯେଉଁ ପ୍ରଦେଶରେ ରହନ୍ତି ସେହି ପ୍ରଦେଶର ପ୍ରାଦେଶିକ ଭାଷାର ଲିପି ଦ୍ୱାରା ସାହିତ୍ୟ ଇତିହାସ ସଂସ୍କୃତି ପରମ୍ପରା ଦ୍ୱାରା ପ୍ରଶିକ୍ଷିତ। ତେବେ ଶିକ୍ଷିତ ଏବଂ ପ୍ରଶିକ୍ଷିତ ମଧ୍ୟରେ ପ୍ରଭେଦ କ'ଣ? ମାନବର ଶିକ୍ଷା ଜନ୍ମରୁ ହିଁ ହୋଇଥାଏ। ମାନବ ଯେଉଁ ଟ୍ରେନିଂ ଦ୍ୱାରା ନିଜର ଦେହରୁ ସୃଷ୍ଟି ମନ ଇଚ୍ଛା ଭାବନା ଚିନ୍ତାକୁ ରୋଧ କରି ନିଜସ୍ୱ ଆତ୍ମାକୁ ନିଜେ ଦର୍ଶନ କରିବା ହିଁ ମାନବର ଶିକ୍ଷା। ଏହାକୁ ଶିକ୍ଷିତ କହନ୍ତି। ଏହାର ମାଧ୍ୟମକୁ ହିଁ ଅଶିକ୍ଷିତ କୁହାଯାଏ। ତେଣୁ ଭାରତର ଆଦିମାନବ ଜାତି ଆଦିମ ଆଦିବାସୀଙ୍କର ନିଜସ୍ୱ ଭାଷାର ଲିପି ସାହିତ୍ୟ ଦ୍ୱାରା ନିଜସ୍ୱ ଧର୍ମ ସମାଜ ନିଜସ୍ୱ ଇତିହାସ ସଂସ୍କୃତି ପରମ୍ପରା ପୂଜା ପଶା ପର୍ବପର୍ବାଣୀ ରୀତିନୀତିର ଶିକ୍ଷା ପାଇନାହାନ୍ତି। ତେଣୁ ଏମାନେ ଏକ ପ୍ରକାର ଅଶିକ୍ଷିତ। ଏମାନେ ଓଡ଼ିଆ ବଙ୍ଗାଳୀ ହିନ୍ଦୀ ତେଲୁଗୁ ମରାଠୀ ଗୁଜରାଟୀ ଆସାମୀ ଇଂରାଜୀ ଇତ୍ୟାଦି ଭାଷା ଲିପିରେ ସେମାନଙ୍କର ଇତିହାସ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ପର୍ବପର୍ବାଣୀ ସାମାଜିକ ନୀତି ନିୟମ ଦ୍ୱାରା ପ୍ରଶିକ୍ଷିତ ହୋଇ ସେମାନେ ହୋଇପାରନ୍ତି ପଣ୍ଡିତ। ଏଥିରେ ଦ୍ୱିମତ ନାହିଁ। କଥାରେ ରହିଛି ରଜ ମନ୍ଦାକିନୀ ଦେହରେ ଲଗାଇ ଗ୍ରାମ ସୁକରିକି ହୋଇବ ଗାଇ। ଆର୍ଯ୍ୟଙ୍କ ବ୍ରହ୍ମବିଦ୍ୟା ଦ୍ୱାରା ମାନବ କେବେ ହେଲେ ଦେବଦେବୀ ହୋଇ ପାରନ୍ତି ନାହିଁ। କିନ୍ତୁ ମାନବ ପଥର ଦାରୁ ମାଟି ଦ୍ୱାରା ନିର୍ମିତ କାଳ୍ପନିକ ମୂର୍ତ୍ତି ଦେବଦେବୀ ହୁଅନ୍ତି। କାରଣ ଏହା ବେଦ ବେଦାନ୍ତ ଗୀତା ଉପନିଷଦ ରାମାୟଣ ମହାଭାରତ ପୁରାଣରେ ବର୍ଣ୍ଣିତ। ଆଦିମ ଜାତି ଆଦିବାସୀଙ୍କ ସାରନା ଜାହେର ବିଦ୍ୟା ଦ୍ୱାରା ମାନବ ଶିଶୁ ପୁଅ ଏବଂ ଝିଅ ହିଁ ହୁଅନ୍ତି ଦେବ ଦେବୀ। କିଭଳି? ଶିଶୁ ପୁଅ ଏବଂ ଝିଅ ହିଁ ପୂଜା ଖାଇବା ପୋଷା ପୋଷିତ ହେବା ଦ୍ୱାରା ଶିଶୁ ହିଁ ଯୌବନ ଯୁବକ ଏବଂ ଯୁବତୀ ହୁଅନ୍ତି। ଜାହେରାଙ୍କର ଫୁଲ ନୁହେଁ କିନ୍ତୁ ଫୁଲ ସିନ୍ଦୁର ବିଦ୍ୟା ଦ୍ୱାରା ଯୌବନ ହିଁ ଜାହେର ସମାଜ କର୍ମୀ ବର ଓ କନ୍ୟା। ସମାଜ କର୍ମ ବର ଓ କନ୍ୟାର କର୍ମଫଳ ଆତ୍ମା ଶବ୍ଦ ଦ୍ୱାରା ଯୌବନ ହିଁ ପିତା ଓ ମାତା। ପିତା ମାତାଙ୍କର ଅଦୃଶ୍ୟାନ୍ତେ ପିତା ଦେବ ମାତା ଦେବୀ ରୂପେ ପୂଜା ପାଆନ୍ତି ନିଜସ୍ୱ ପୁଅ ଝିଅଙ୍କ ଦ୍ୱାରା। ଏହା କିନ୍ତୁ ସତ୍ୟ ନୁହେଁ। କାରଣ ଏହା କୌଣସି ଧର୍ମ ପୁସ୍ତକରେ ବର୍ଣ୍ଣିତ ନାହିଁ। ଆଜି ପାଇଁ ଏତିକି। ଅପେକ୍ଷାରେ ରହନ୍ତୁ।
କମର୍ସରେ। ଶ୍ରୀ ଜଗଦାନନ୍ଦ ହେମ୍ବ୍ରମ, ଆଦିମ ଜାତି ଆଦିମ ଆଦିବାସୀ।